আজি ଆମେ ଯେଉଁ ପ୍ରକାର ଭାବରେ ବିଜେପିକୁ ସମର୍ଥନ କରି ଆମେ ଆଜି ସଂଖ୍ୟାଗରିଷ୍ଠ ହୋଇକି ଆମର ରାଜ୍ୟରେ ମଧ୍ୟ ସରକାର ହେଲା କିନ୍ତୁ ଆମର ମୁଁ ଯତୀନ୍ଦ୍ରନାଥ ବରାଳ କଣ୍ଟାପଡ଼ା ବ୍ଲକର ଭାଇସ୍ ଚେୟାରମ୍ୟାନ୍ ବିଜେପି ସଂଗଠନ ତରଫରୁ ଆଜି ବୈଠକ ଯେଉଁ କରାଯାଇଥିଲା ଆଗାମୀ ଦିନ ପାଇଁ ଯେଉଁ ପଞ୍ଚାୟତ ନିର୍ବାଚନ ଆସୁଛି ଆମେ ଯେହେତୁ ବ୍ଲକ ଦାୟିତ୍ୱରେ ଅଛୁ ବ୍ଲକର ବିଭିନ୍ନ ଯେଉଁ 14ଟା ପଞ୍ଚାୟତର କର୍ମୀମାନଙ୍କୁ ଯେଉଁମାନେ ସଠିକ୍ ଲୋକ ସମସ୍ତଙ୍କୁ ଆମେ ବିଶେଷ ଲୋକ ନ ଡାକି ମଧ୍ୟ ଆମେ 50-100 ଲୋକ ଏକଜୁଟ ହୋଇଥିଲୁ। ତା ଭିତରେ ବିଭିନ୍ନ ପ୍ରକାର ପର୍ଯ୍ୟାଲୋଚନା ନିଜ ଭିତରେ ଦଳ ତରଫରୁ କେମିତି ବିଜେପି ଯେଉଁ ମଜବୁତ ହେବ ତେଣୁ ତା ବାବଦରେ ସମସ୍ତ ଆଲୋଚନାକୁ ଜାରି ରଖିଲୁ ଏବଂ ଆମର ନେତୃତ୍ୱ କଥା ମଧ୍ୟ ଏଠି ଆଲୋଚନା କରାଗଲା। ନେତୃତ୍ୱର ସମସ୍ତ କଥାଟାକୁ ନ ବୁଝିକି ନେତୃତ୍ୱ ପ୍ରତ୍ୟେକ ପଞ୍ଚାୟତରେ ଯେଉଁ ଡିଭିଜନ କରାଇଛନ୍ତି ତାର ପରିଣାମଟା ଏକାଠି ଏକଜୁଟ କେମିତି କରାଯିବ ଏବଂ ତାପରେ ଆମେ ଯେଉଁ ନିଷ୍କର୍ଷ ବାହାରିବା ସମସ୍ତ ଭିତରେ ଆଲୋଚନା କରିକି ତାର ସୁଫଳଟା କେମିତି ବାହାରି ପାରିବ ସେ ବିଷୟରେ ଆଲୋଚନା କରିଥିଲୁ।